ନାହିଁ ନାହିଁର ଗାଁ ଉଜିଆ ବସା ଚିମିଳିପାଳ ପଦଦେଶରେ ଥିବା ଏ ଗାଁରେ ବିକାଶ ସତେ ଯେମିତି ବାଟବଣା ହୋଇଯାଇଛି। ନା ଗାଁକୁ ଯିବାକୁ ଭଲ ରାସ୍ତା ଅଛି, ନା ଲୋକଙ୍କୁ ମିଳୁଛି ମୌଳିକ ସୁବିଧା। ବିଶୁଦ୍ଧ ପାନୀୟ ଜଳ ଓ ବିଜୁଳି ସତେ ଯେମିତି ଏମାନଙ୍କ ପାଇଁ ସ୍ୱପ୍ନ ସାତ ସପନ। ଏନେଇ ଗାଁ ଲୋକଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ସହଯୋଗୀ ଦୀପକ ମହନ୍ତ। ଶିମିଳିପାଳ ପାଦଦେଶରେ ଥିବା ଉଜିଆବସା ଗାଁରେ ଆଜି ଆମେ ଆସି ପହଞ୍ଚିଥିଲୁ ଏହି ଶୀତୁଆ ସନ୍ଧ୍ୟାରେ। ଏଠାରେ ଆମେ ଆଜି ପହଞ୍ଚିବା ପରେ ଦେଖିଥିଲୁ ଲୋକେ କିପରି ଏହି ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୁଇଁ ହେଉଛନ୍ତି ଏବଂ ଆସିବା ବେଳେ ଗ୍ରାମରେ ଯେପରି ଅବସ୍ଥାରେ ଆମେ ଆସି ପହଞ୍ଚିଥିଲୁ ନ କହିବା ଭଲ, କାରଣ ନା ଏ ଗାଁକୁ ଭଲ ରାସ୍ତା ଅଛି ନା କୌଣସି ମୌଳିକ ସୁବିଧା ଏହି ଗାଁକୁ ପହଞ୍ଚିଛି। ଅଛନ୍ତି ସ୍ଥାନୀୟ ଲୋକେ, ତାଙ୍କଠୁ ସିଧାସଳଖ ଆଲୋଚନା କରିବା ଯେ ଏହି ଗାଁରେ କ'ଣ କ'ଣ ସମସ୍ୟା ରହିଛି ଏବଂ କାହିଁକି ଆଜି ପର୍ଯ୍ୟନ୍ତ ତାଙ୍କ ଗାଁକୁ ସରକାରୀ ସହାୟତା ପହଞ୍ଚି ପାରୁନି। এই গাঁর সমস্যা কইলে তো ন চলে, কৌশি সমাধান হয়নি। এই গাঁর কৌশি কাম কার্য মধ্য হয়নি। এই গাঁর রাস্তা নাই, পানি নাই এবং আলুও বিজুড়ি মধ্য করেন্টর সুবিধা কিছু নাই। যেতিকি পিলা ছুয়া অଛନ୍ତି ସମସ୍ତେ ପାଠ ପଢିବା ମଧ୍ୟ ଅସୁବିଧା ହେଉଛନ୍ତି ଏବଂ এই ଗାଁରେ ସ୍କୁଲ ମଧ୍ୟ ନାହିଁ, ଅଙ୍ଗନବାଡି ମଧ୍ୟ ନାହିଁ, କୌଣସି ସୁବିଧା ନାହିଁ। ଡେଲିଭରି ପେସେଣ୍ଟ କିମ୍ବା ରୋଗୀର କୌଣସି ଅସୁବିଧା ହେଇଗଲେ ଖଟରେ ନେଇକି ବୋହିକି ନେବାକୁ ପଡୁଛି। ଆଉ ବର୍ଷା ଦିନ ଯଦି ପହଞ୍ଚିଲା ମେଡିକାଲ ଯିବା ତ ଦୂରର କଥା, ଦୋକାନ ବି ଆମେ ଯାଇପାରୁନୁ। ଆମେ ଚାହୁଁଛୁ କି এই ଗାଁର ଯଥାଶୀଘ୍ର ଆମ ଗାଁର ସବୁ ଅସୁବିଧାର ସୁବିଧା କରିଦିଅନ୍ତୁ। ଏହା ଆମେ ସରକାରଙ୍କ ପାଖରେ ଦାବି କରୁଛୁ। ନିହାତି ଭାବେ ଏପରି ସମସ୍ୟାରେ ଏମାନେ ଯୁଝି ହେଉଛନ୍ତି, ତାଙ୍କୁ ସରକାରୀ ସହାୟତା ତୁରନ୍ତ ଯୋଗାଇ ଦେବା ପାଇଁ ମଧ୍ୟ ଦାବି କରନ୍ତି। ତେବେ ଜଣେ ସମାଜସେବୀ ମଧ୍ୟ ଆମ ସହିତ ଆସିଥିଲେ ଏବଂ এই ଗାଁର ସମସ୍ୟା ସମ୍ପର୍କରେ ସେ ମଧ୍ୟ ଅବଗତ ହୋଇଛନ୍ତି ଏବଂ ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ତେବେ ତାଙ୍କଠୁ ସିଧାସଳଖ ପ୍ରତିକ୍ରିୟା ନେବା। କରଞ୍ଜିଆ ଠାରୁ ଏ ଉଜିଆବସା ଶୋଇସାହି ଏବଂ ଶିମିଳିପାଳର ଉପାନ୍ତ ଅଞ୍ଚଳଟା, এই ଅଞ୍ଚଳରେ ସରକାରୀ ଯୋଜନା କୌଣସି ପ୍ରକାର ଏଠି ପହଞ୍ଚୁ ନାହିଁ। ଶିକ୍ଷା କ୍ଷେତ୍ରରେ ଏଠି ଗୋଟେ ସ୍କୁଲ 5 ବର୍ଷ ଧରିକି ବନ୍ଦ ଅଛି। ପାନୀୟ ଜଳ ସମସ୍ୟା ଦେଖିଲେ ଓଭର ଟ୍ୟାଙ୍କ ହେଇଛି, ବିଦ୍ୟୁତ ନାହିଁ। ଅଙ୍ଗନବାଡିରେ ଏମାନେ ପୁଷ୍ଟିକର ଖାଦ୍ୟ ପାଉନାହାନ୍ତି। ଆଜି ମୟୂରଭଞ୍ଜ ଏବଂ ଏ ଅଞ୍ଚଳ ପୁଷ୍ଟିହୀନତାର ଓଡ଼ିଶାର 1 ନମ୍ବର ଏବଂ OTLP ପ୍ଲସରେ କୋଟି କୋଟି ଟଙ୍କା ଆସୁଥିଲେ ମଧ୍ୟ ଏମାନଙ୍କୁ ସୋଲାର ଲାଇଟ୍ ମତ ଦିଏ, ନିଜେ ସେମାନେ ସୋଲାର ଲାଇଟ୍ କିଣିଛନ୍ତି। ଅଭିଶପ୍ତ ଜୀବନ ମାନେ ଲୋକଙ୍କର ମୌଳିକ ସମସ୍ୟା କୌଣସି ପ୍ରକାର ପୂରଣ ହେଇନି। ମାନେ ରାସ୍ତାଘାଟ ବିଲକୁଲ ନାହିଁ। ଆପଣ ଆଜି ନିଜେ ଆସୁଛନ୍ତି, କେତେ ନଦୀ ନାଳ ଡେଇଁକି ଆଜି ଗାଁକୁ ଆସୁଛନ୍ତି। କେମିତି ଆସିଲେ? ମୋଟରସାଇକେଲ ଆସିଲାନି, ଗାଡି ବି କାର ମଧ୍ୟ ଆସିଲାନି। ତେବେ ଏହି ଲୋକଙ୍କ ସମସ୍ୟା କେବେ ଦୂର ହେଉଛି ତାକୁ ଦେଖିବା ପାଇଁ ବାକି ରହିଲା। ଉଜିଆବସା ଗାଁରୁ ଦୀପକ ମହାନ୍ତ, OTV।